तपन भाई बोधे आपण आज नुआ जॉइन करछोंदी नुआ नहीं सर 10 मिनिट लेट ହେଇଗଲା ତ ଜଏନିଂ ହେଇ ପାରିଲାନି ଏବେ ଆସିଲି ଗୋଟେ 8ଟା ଅଧରେ ଆସିଲି अच्छा आपण आगुरु क्लास जॉइन करछोंदी ହଁ ଏଟା ତିନିଟା ହବ आपण ଟିକେ टास्क करंतु मो नजर रहंतु मु कास्टिंग ଏବେ କରିବାକୁ ଯାଉଛି ତ ମୁଁ ଠିକ ଆପଣ ଅଛି ମାନଙ୍କ ଭିତରୁ କାହାକୁ ଗୋଟେ ହଁ कंटिन्यू ଠିକ क्लास ଅଛି କରନ୍ତୁ ଠିକ ଅଛି चलो समस्त पकांदु ग्रुप रे पकांदु वाह चंदन भाई वेरी गुड बढ़िया सर ମୁଁ କଣ କହୁଥିଲି ଆପଣଙ୍କ ଭୁବନେଶ୍ୱରର ଆଡ୍ରେସ ଟା କଣ ରହୁଛି ମୁଁ ହଂସପାଳରେ ରହୁଛି ଆମର ଷ୍ଟୁଡିଓ ଏସବିଆର ସତ୍ୟ ଭାଇ ଯୋଉଠି ରହୁଛନ୍ତି ସେ ଉପର ବିଲ୍ଡିଂ ରେ ମୁଁ ତାଙ୍କ ତଳ ବିଲ୍ଡିଂ ରେ ଅଛି ଆମେ ଗୋଟେ ଜାଗାରେ ଅଛୁ ସାର୍ ମୁଁ ଯୋଉଟା ଦେଇଛି ସେଟା ଖାଲି ଲୋକ ନାଟ୍ୟର ଦେଇଛି ଲୋକ କଳା ବି ସର୍ଚ୍ଚ କରିଛି ସେଇଟା ଦେବି ଦିଅନ୍ତୁ ପକାନ୍ତୁ ପିଲା ପଢନ୍ତୁ ଲୋକ କଳା ଯେମିତି କି ବିଭିନ୍ନ ପ୍ରକାର କଳା ହସ୍ତଶିଳ୍ପୀ ରହୁଛି ସାର୍ ମୋର ଯୋଉ ଇଏ କରିଥିଲି ଯୋଉ ଲୋକ କଳା ବିଷୟରେ ଯୋଉ ସର୍ଚ୍ଚ ହେଲା କୀର୍ତ୍ତନ ଏ ଯୋଉ ଆମର ତ ସେଟା ପରମ୍ପରା ସେ କୀର୍ତ୍ତନ ପାଲା ଘୋଡା ନାଚ ଏଟା ପରମ୍ପରା ଚାଲିଥାଏ ସେଇଗୁରା ହିଁ ଇଏ କରିଛି ଜଗତସିଂହପୁରରେ ନିରାକର ଭାଇ ବହୁତ ଜିନିଷ ଅଛି ଯୋଉଟା ଆପଣ ଯେତେବେଳେ ଅଛି ରିସର୍ଚ୍ଚ ଅଛି କରିବେ ପଢିବେ ନା ଆଜ୍ଞା ଆପଣ ମାନେ ବାୟା ହେଇଯିବେ ଯେ ଜଗତସିଂହପୁର ଆଜି ଏଇଥିପାଇଁ କାହିଁକି ମାନେ କଲଚର ଏତେ ଆଗରେ ଅଛି ଆଜ୍ଞା ଯେହେତୁ ଜଗତସିଂହପୁର ପଢିଲେ ମତେ ଭାରି ଇର୍ଷା ଲାଗେ ଯେ ଏତେ କଥା ବାହାରିଛି ଏତେ ପଥର ବାହାରିଛି ଆପଣ ଯାଆନ୍ତୁ ଆମର ମ୍ୟୁଜିୟମ ଯାଆନ୍ତୁ ଅଧାରୁ ଅଧିକା ହଉଛି ଜଗତସିଂହପୁର ସେ ରାଜାଙ୍କ ସମୟରେ ଏଟା ମିଳିଥିଲା ସେଟା ମିଳିଥିଲା ସବୁ ଜିନିଷ ଓଡିଆ ଲିପିର ପରିଚୟ ସେତେବେଳେ କେମିତି ଲିପି ଥିଲା ତାର ପରିଚୟ ମାନେ ଜଗତସିଂହପୁର ଗୁଡାଏ ଜିନିଷ ବାହାରେ ଜଗତସିଂହପୁର ବ୍ରହ୍ମପୁର ଏ ଦିଟା ଜାଗା ଏତେ କଲଚରାଲ ଏତେ ଜିନିଷ ଅବଦାନ ଅଛି ଓଡିଶା ପ୍ରତି ନା ଆପଣ ଆଜ୍ଞା ଯେତେ ପଢିବେ ସେତେ ବାହାର କିଛି ଜଣଙ୍କୁ ବି ନାଟ୍ୟ ଶାସ୍ତ୍ର ବୁକିଂ କରୁଛନ୍ତି ତାଙ୍କର ମୋ ଥୁଆ ହେଇଛି ବହି ଥୁଆ ହେଇଛି ଏବେ ବି ଏଇଠି ମୋ ବହି ଥାକରେ ଥୁଆ ହେଇଛି ସବୁ କିନ୍ତୁ ତାଙ୍କୁ ବହି ଦିଆ ଚଉଦ ହେଇପାରିନି ପନ୍ଦର ପରେ ଠିକ ଅଛି ଯିବା ଆଉ କିଏ ପକାନ୍ତୁ ଗ୍ରୁପ ରେ ବଢିଆ ଯୁଧିଷ୍ଠିର ଭାଇ ବଢିଆ ଆଉ ପକାନ୍ତୁ ନିରାକର ଭାଇ ଆପଣଙ୍କ ଏରିଆ ବିଷୟରେ ଆପଣ ଆଉ ଟିକେ ଲେଖିକି ଦେବେ ଜମା ମୁଁ ସନ୍ତୁଷ୍ଟ ନୁହଁ ଚନ୍ଦନ ଭାଇ ଯେମିତି ଦଉଛନ୍ତି ଦେଖନ୍ତୁ ସ୍ୱାଙ୍ଗ କଣ ଆଜ୍ଞା ସାର୍ ମୁଁ ଲେଖିକି ଦେବି ସାର୍ ଆଉଥରେ ଗୋଟେ ପେଜ ଲେଖି ରିସର୍ଚ୍ଚ ଗ୍ରୁପ କରିବି ଦେଖନ୍ତୁ ଲେଖିଦେବି ସମସ୍ତେ ଗ୍ରୁପ ଦେଖନ୍ତୁ ଆଜ୍ଞା ସମସ୍ତେ ଗ୍ରୁପ ଦେଖନ୍ତୁ ପଢନ୍ତୁ ବଢିଆ ଗୋଟିପୁଅ ନାଚ ଛଉ ନୃତ୍ୟ କଣ ବଢିଆ ବଢିଆ ଚନ୍ଦନ ଭାଇ ସମୀର ଭାଇ କଣ ଦେଇଛନ୍ତି ବରଗଡରେ ମାନେ ବରଗଡ ତ ବରଗଡର ପ୍ରସିଦ୍ଧ ରାଇଟର ନାଁ କିଏ କହିଲେ ଆପଣ ସମୀର ଭାଇ ସମୀର ଭାଇଙ୍କୁ ପ୍ରଶ୍ନ ବହୁତ ରାଇଟର ଅଛନ୍ତି କିନ୍ତୁ ପ୍ରସିଦ୍ଧ ନାଟ୍ୟକାର କିଏ ବଢିଆ ଚନ୍ଦନ ଭାଇ ଆଉ ଯଦି ପାରୁଛନ୍ତି ଆହୁରି ପକାନ୍ତୁ ପିଲା ପଢନ୍ତୁ ସମସ୍ତେ ପଢିଲେ ଜ୍ଞାନ ବାଣ୍ଟିଲେ ବଢିବ ସୌରଭ ଭାଇଙ୍କ ଲେଖା ଗୁଡା ମତେ ଜୁମ କରି ପଢିବାକୁ ପଡୁଛି ପ୍ରହ୍ଲାଦ ନାଟକ ଜାଣିଛନ୍ତି କେତେ ହଜାର ବର୍ଷ ପୁରୁଣା କିଏ କହିପାରିବେ ପ୍ରହ୍ଲାଦ ନାଚ ବା ନାଟ ଧର ଆମେ କହୁଛେ ସେଟା କେତେ ବର୍ଷ କେତେ ହଜାର ବର୍ଷ ତଳ କେହି କହିପାରିବେ କି 1857 ମସିହାରେ ଗଞ୍ଜାମରେ ପରଫର୍ମ ହଉଥିଲା ଏହା 2500 ବର୍ଷ ଆଜି ବି ପ୍ରମାଣ ମିଳେ 2500 ବର୍ଷ ନାଟ୍ୟ ଶାସ୍ତ୍ର ଯେତେ ବର୍ଷ ହେଇଗଲା 2500 ବର୍ଷ ତଳର ଆମର ହଉଛି ପ୍ରହ୍ଲାଦ ନାଟକ କେତେ ରିଚ୍ ଭାବନ୍ତୁ ଆମ ମାନେ ବ୍ରହ୍ମପୁର ଆମ ମାନେ ଗଞ୍ଜାମ ଜିଲ୍ଲାର ଏଇ ଯୋଉ ଲୋକ କଳା କେତେ ମାନେ ଭାବନ୍ତୁ ଆମେ କେତେ ଗର୍ବ କରିବା କଥା ଯଦି ଆକୁ ଆପଣ ଆହୁରି ରିସର୍ଚ୍ଚ କରିବେ ମାନେ ଲାଗିବ ଯେ ଓଡିଶାରେ ଯାହା ଯାହା ହେଇଛି ବା ଯାହା କରାହେଇଛି ଆଉ କୋଉଠି କରାହେଇନାହିଁ ମେନ୍ ହେଲା ପ୍ରଚାର ପ୍ରସାର ହେଇପାରୁନି ଆମର ଘୁମୁରା ଟା ମୁଁ ଶୁଣିଥିଲି ଭୁଲି ଯାଇଥିଲି ଆଜି ଗୋଟେ ଜାଣିଲି ଘୁମୁରା ମୁଁ ଗୋଟେ ପଢିନଥିଲି ଗୋଟେ ଜାଣିନି ଠିକ ସେ ମୁଁ ପଢିବି ଘୁମୁରା ଘୁମୁରା ବିଷୟରେ କେହି ଜାଣିଛନ୍ତି କିଛି କହିବେ କି ପୁରା ହାତରେ ଧରିକିରି ଏମିତି ବଜା ସେତିକି ଖାଲି ଜାଣିଛି ଆଜ୍ଞା ଆଜ୍ଞା ଓକେ ଏବେ ମତେ କୁହନ୍ତୁ ବାଲେଶ୍ୱର କେତେ ଜଣ ଅଛନ୍ତି କିଛି ଆମେ ଜିଲ୍ଲା ୱାଇଜ ଏବେ ଡିଭାଇଡ କରିକି ଶୁଣିବା ବାଲେଶ୍ୱର କିଏ ଅଛନ୍ତି କି ମ୍ୟୁଟ ଅନ୍ କରିବେ କହିବେ ମୁଁ କାହିଁକିନା ମୋ ପାଖରେ ଏତେ ଭ୍ୟୁ ଆସୁନି ମାନେ ଅଳ୍ପ ଅଳ୍ପ ଡିସପ୍ଲେରେ ହଉଛି ଦେଖାଯାଉଛି ସମସ୍ତେ କୁହନ୍ତୁ ଇଏ ମ୍ୟୁଟ ଅନ୍ କରନ୍ତୁ କୁହନ୍ତୁ ଆଜ୍ଞା ମୁଁ ବାଲେଶ୍ୱର କିଏ ଅଛନ୍ତି ଗଞ୍ଜାମରୁ କେତେ ଜଣ ଅଛନ୍ତି କୁହନ୍ତୁ ମୁଁ ନାଁ ଲେଖେ ଶୁଭେନ୍ଦୁ ହଁ ଶୁଭେନ୍ଦୁ ଭାଇ ହଁ ଆଉ ତପନ ଦାସ ଲେଖିଲି ତାପରେ ଦୀପକ ତାପରେ
ଆଉ କିଏ ଅଛନ୍ତି? ଗଞ୍ଜାମ ଜିଲ୍ଲାରୁ ଆଉ କିଏ ଅଛନ୍ତି? ଛାଡ଼ନ୍ତୁ। ସୁରେନ୍ଦ୍ର ଭାଇ ତମର ହଉଛି ଇଏ ବଲାଙ୍ଗୀର। ଆଚ୍ଛା ବଲାଙ୍ଗୀର। ବଲାଙ୍ଗୀର କିଏ ଅଛନ୍ତି? ବଲାଙ୍ଗୀର କିଏ ଅଛନ୍ତି କି? ଚାଲ। ସମ୍ବଲପୁର କିଏ ଅଛନ୍ତି? ଚାଲ। ତାପରେ ନିରାକର ଭାଇ ଆପଣଙ୍କର ଗୋଟା ନୟାଗଡ଼ ନା? ଜଗତସିଂହପୁର ସାର୍, ଜଗତସିଂହପୁର। ସରି, ଜଗତସିଂହପୁର କିଏ କିଏ ଅଛନ୍ତି? ଅନିତା ତମର କୋଉଠି ବୌଦ୍ଧ ନା? ଅନୁଗୁଳ ସାର୍। ଅନୁଗୁଳ କିଏ ଅଛନ୍ତି? ଓକେ। ଯାଜପୁର କିଏ ଅଛନ୍ତି କି? ପୁରୀ। ପୁରୀ, ହଁ ପୁରୀ। ପୁରୀରୁ ଆଉ କିଏ ଅଛନ୍ତି? ନୀଳାଦ୍ରି ତମର କୋଉଠି? କଳାହାଣ୍ଡି ସାର୍। କଳାହାଣ୍ଡି, ହଁ। କଟକରୁ। କଟକ। ସୌରଭ ଭାଇ କୋଉଠି କହିଥିଲେ? ସୌରଭ ଭାଇ? ସାର୍ କେନ୍ଦୁଝର। ଆଉ କିଏ ବାକି ରହିଲେ? ଆପଣ ଏବେ କୁହନ୍ତୁ ଗଞ୍ଜାମ ଜିଲ୍ଲା ବିଷୟରେ ପାଞ୍ଚଟା ଲୋକ ନୃତ୍ୟ ନାଟକ ବିଷୟରେ କୁହନ୍ତୁ। ତପନ ଭାଇ, ଶୁଭେନ୍ଦୁ ଭାଇ, ସାର୍ ଦୀପକ ଭାଇ। ଦଣ୍ଡ ନାଚ, ପ୍ରହ୍ଲାଦ ତା ବିଷୟରେ ପୁରା ଡେସ୍କ୍ରାଇବ କରନ୍ତୁ। ପୁରା ଡେସ୍କ୍ରାଇବ କରନ୍ତୁ। ଏଟା କେବେ ଆରମ୍ଭ ହେଇଥିଲା? କାହିଁକି ହଉଛି? ଏବେକା ସମୟରେ ପ୍ରୋବ୍ଲେମ କଣ ରହୁଛି? ସେମିତି ପ୍ରୋବ୍ଲେମ ରହୁଛି ବାରମ୍ବାର ପ୍ରତିବର୍ଷ ସଂଘ, ମୁଁ ବି ଦଣ୍ଡ ନାଟରେ ଡିରେକ୍ସନ ଦେବାକୁ ଯାଏ। ବୁଗୁଡା, କୋଦଳା, ଏମିତି ଦି ତିନିଟା ଜାଗା ଅଛି ମୁଁ ଯାଏ। ତ ସେଠି କଣ ହୁଏ ନା, ଦଣ୍ଡ ନୃତ୍ୟରେ ପାରମ୍ପରିକ ନାଟକ ହଉଥିଲା। ଏବେ ଯୋଉ ସାମାଜିକ ନାଟକ ପଶିଲା, ସାମାଜିକ ନାଟକରେ ଯୋଉ ଲଗ୍ନତା ଚାଲିଛି ବା ଯୋଉ ନୃତ୍ୟ ଚାଲିଛି କଷ୍ଟ୍ୟୁମ ନେଇକି, ଏଇଟା ବନ୍ଦ ହବ ବୋଲି 2-3 ବର୍ଷ ହେଲା କୁହା ହଉଛି, କିନ୍ତୁ ହଉନାହିଁ। ଏମିତି ଚାଲୁଛି। ହଁ, ଚାଲୁଛି। ଆଉ ତା ବିଷୟରେ କୁହନ୍ତୁ, କାହିଁକି ଦଣ୍ଡ ନାଟ ହୁଏ? କାହିଁକି ନାଚ ହୁଏ? ଆମେ କାହାକୁ ପୂଜା କରୁ? ମାଙ୍କୁ କାହିଁକି ପୂଜା କରୁ? ମାନସିକ ପୂରଣ ହେଇଯାଏ ବୋଲି କୁହାଯାଏ। କେମିତି କଣ ଏକ୍ସପିରିଏନ୍ସ ଅଛି କୁହନ୍ତୁ? ଆପଣ ଯାହା ଜାଣିଛନ୍ତି କୁହନ୍ତୁ। ସାର୍ ସେଇଟା ଆମର ଯୋଉ ନୂତନ ବର୍ଷ ଯୋଉ ଆସୁଛି, ସେଇଟା ନବବର୍ଷ ପାଇଁ ପଣା ସଂକ୍ରାନ୍ତି ଟା କରାଯାଏ। ଆଉ ସେଇଥିପାଇଁ ସେଇଟାକୁ ପାଳନ କରାଯାଉଛି। ଆଉ ମାନସିକ ସେଇଟା ତ ହେଇଗଲା ଆମର, ଯୋଉ ବି ଭଗବାନଙ୍କୁ ଟ୍ରଷ୍ଟ କଲେ ସେଇଟା ମାନସିକ ପୂରଣ ହେଇଯିବ ସେମିତି। ଆଉ ଷ୍ଟାର୍ଟ କେବେ ହେଇଥିଲା ତ ତାର ସେଇଟା ବି ବହୁତ ପୁରୁଣା। ସେଇଟା ମୁଁ ତ ଡେଟ ଟା ଜାଣିନି, କିନ୍ତୁ ବହୁତ ପୁରୁଣା ସେଇଟା। ଆଉ ନିଆଁରେ ଚାଲନ୍ତି, ନାଇଁ ନାଇଁ ସେଇ କଥା ଗୁଡା କୁହନ୍ତୁ, ଯେମିତି ଆମେ ସେ ଜିନିଷଟା ଆମର ସେଇଠି ଗଞ୍ଜାମରେ ପ୍ରାୟ କାହିଁ ନାହିଁ। ନିଆଁରେ ଚାଲିବାଟା ସେଇଟା ନାହିଁ। ଆମର ଯୋଉ ରହିଲା ଦଣ୍ଡ ନାଚ, ଯୋଉ ଉକୁଚା ମାନେ ସେ ଯୋଉ ଓଲଟା ହେଇକି ଉକୁଚା ହବ, ତାଙ୍କର ସେ ଯୋଉ ଯିଏ ଯୋଉ ଥିବେ ପୂଜାରୀ, ଲାଷ୍ଟ ଦିନ ଯୋଉଟା ଦଣ୍ଡ ନାଚର ପଣା ସଂକ୍ରାନ୍ତି ଯୋଉ ଦିନ ତାଙ୍କୁ ଉକୁଚା ହବ, ତାଙ୍କର ବ୍ଲଡ କେତେ ଏମିତି ଆସିକି ସେ ଯୋଉ ନିଆଁରେ ଇଏ ପଡିବ, ସେତିକି ତାଙ୍କର କ୍ରିଟିକାଲ ସେଇଟା ଇଏ କରେ। ଆଉ ଯୋଉ 15 ଦିନ କି 20 ଦିନ 21 ଦିନ ସେଇଟା ରହିଲା, ତାଙ୍କେ ପୁରା ଏ ଗାଁ ରୁ ସେ ଗାଁ, ସେ ଗାଁ ରୁ ଏ ଗାଁ, ଖାଲି ପାଦରେ ଯାଇକି ଉପାସ ଫୁସା ରହିକି ତାଙ୍କର ନିୟମ ନୀତିରେ ରହିକି ସେଇଟା ଇଏ କରନ୍ତି। ଆଉ ନିଆଁରେ ଚାଲିବାଟା ସାର୍ ଆମର ସେଇଠି ଇଏ ନାହିଁ। ଓକେ। ଆଉ ଶୁଭେନ୍ଦୁ ଭାଇ? ଧୂଳି ଦଣ୍ଡ ହୁଏ ସାର୍। ଧୂଳିରେ ତାଙ୍କୁ କିଛି ପ୍ରକାର ଦଣ୍ଡ ଟାଇପ ର ଦିଆଯାଏ। କିଛି ମାନେ ସେଠି ସାର୍ ଆମର ଯୋଉ ଚାଷ ନାହିଁ କି, ଚାଷର ତାର ଯୋଉ ଇଏଟା ରହୁଛି, ଚାଷ କରିବା ସମୟରେ ଯୋଉ ମାନେ ଚାଷ କଲେ ଜଣେ ଚାଷୀ ଗୋଟେ ନଙ୍ଗଳ ଧରିକି କଣ କରେ କଣ ନାହିଁ, ସେଇଟାକୁ ଲୋକମାନଙ୍କୁ ଆରେଞ୍ଜ କରିକି ସେଇଟା ପରିବେଷଣ କରାଯାଏ। ସେ ନାଟକଟା ସେଇଟାକୁ ଧୂଳି ଦଣ୍ଡ କୁହାଯାଏ। ଆଉ କିଛି ହଁ, ମାନେ ଟିକେ ମାନେ ହାସ୍ୟାତ୍ମକ ନୀତିରେ ବି ଟିକେ ତାକୁ ପାଲା ଗାୟକ ଟାଇପ ର କରାଯାଏ। ଆଣ୍ଡ ଯେମିତି ଆମର, ହଁ ଯେମିତି ଆମର ତାଙ୍କୁ କଣ କୁହାହବ, ଥାର୍ଡ ଜେଣ୍ଡର ମାନେ ଯୋଉ ଯାଆନ୍ତି, ହଁ ସେମାନେ ଯୋଉ କରନ୍ତି। ହଁ, ତାଙ୍କୁ ବିବାହ ହୁଅନ୍ତି। So, ମାନେ ସିଏ ଘୋଟଣା ନେଇକି ଆସିବ, ମାନେ ତାଙ୍କ ସ୍ଵାମୀ ବିଲକୁ ଯାଇଥିବେ କାମ କରିବା ଲାଗି, ତ ସେମାନେ ଘୋଟଣା ଧରି ଆସିଛନ୍ତି ସେମାନଙ୍କୁ ଖୁଆ ପାଇଁ, ତ ସେଇଟାର ତାଙ୍କର ସେଇଟା ଗୋଟେ ମଜାକରେ ନେଇଛନ୍ତି, ଆଉ ସେଇଟା ଏଞ୍ଜୟ କରିବା ପାଇଁ ସେଇଟା ଏଣ୍ଟରଟେନିଂ। ଆଚ୍ଛା, ଆଉ ଦୀପକ ଭାଇ କିଛି କହିବେ ଏକ୍ସଟ୍ରା? ଯାଇଛି ଦୀପକ ଭାଇ? 2 ବର୍ଷ ଦଣ୍ଡ ନାଚରେ। ମୁଁ 2 ବର୍ଷ ଯାଇଛି। ସେ ଆମେ ଗାଁ ଗାଁ ବୁଲୁ, ଫିର ଧୂଳି ଦଣ୍ଡ, ପାଣି ଦଣ୍ଡ, ତା ବାଦେ ରାତିରେ ଯାହା ନାଚ ପରିବେଷଣ ହୁଏ।
ରାତି ଅନିଦ୍ରା ରହିକିରି ପାଣି ମାନେ ପାଣି ପାଣି ଦଣ୍ଡ ବିଷୟରେ କିଛି କୁହନ୍ତୁ। ପାଣି ଦଣ୍ଡ ପାଣି କେମିତି ଦଣ୍ଡ କଣ ସମସ୍ତେ ଜଣାନ୍ତୁ। ପାଣି ଦଣ୍ଡରେ ଯିବୁ ତା ତା- ତାପରେ ଆମକୁ ଆମ୍ବର ଏତା ଦିଆହବ। ଆମ୍ବ ପତରରେ ଦାନ୍ତ କାଢି ଘଷିବୁ। ଆମ୍ବ ପତରରେ ଦାନ୍ତ କାଢି ଘଷିବୁ। ବୁଡିବୁ 3 ଥର। ହାଁ ଖାଇବାଟା ସାର୍ ଖାଇବା ରାତି ପ୍ରସ୍ତୁତ। ରାତି 1ରେ ସାର୍ 1 କି 12ଟା 11ଟା ରାତି ଅଧେ ଗୋଟେ ଏମିତି। ସନ୍ଧ୍ୟା ପାଣି ଦଣ୍ଡ ଭାଙ୍ଗିଲା ବାଦେ ଯାହା ଦାତା ଦେଇଥିବ ଫଳମୂଳ ସେ ଜାଗ ମତେ ଭାରି ଖୁସି ଲାଗେ ଯେ ଦଣ୍ଡରେ ମୁଁ ଯାଇ କାମ କରୁଛି ବା ତାଙ୍କ ସହିତ ମିଶିଛି। ମାନେ ଗୋଟେ ଗାଁ ଟା ପୁରା ମାହୋଲ ହେଇଛି ଆଧ୍ୟାତ୍ମିକ ମାହୋଲ। ସେଠି ହୁଁ ତାଙ୍କର ନାଚ ଗୀତ ମାନେ ଲାଗେ ଯେ ମାନେ ଭାବନ୍ତୁ ପୁରା ଗାଁ ଟା ଜାଗା ଝୁମିବ। ଗାଁ ଟା ଯାକ ହିଁ ଆଧ୍ୟାତ୍ମିକ କଥା ଚାଲିଥିବ। ସାର୍ ଆମର ଖାଲି ସେ ପାଦରେ ଯୋଉ ଚାଲିବେ। ଗଞ୍ଜାମରେ ପ୍ରାୟ ଏତେଟା ନଥିବ ମାନେ ଦଣ୍ଡ ନାଚ ଆଜ୍ଞା ପ୍ରାୟ 200 କି 200 ପରେ 10 ପୁଞ୍ଜା ଅଛି। ମାନେ ଭାବନ୍ତୁ ମାନେ ସେ ପୁରା ଗଞ୍ଜାମ ଟା ଆଉଥରେ ସେ ଗଞ୍ଜାମ ଭିତରେ ଆଜ୍ଞା ହଉଛି ପ୍ରାୟ ବାହାରକୁ ଯାଉନି। ତ ସେ ପୁରା ସେ ଯୋଉ 21 ଦିନ 30 ଦିନ ଯାକ ମାନେ ଆମକୁ ଆଉ କୋଉଠି ମିଳିବନି। ଯୋଉ ଗାଁ ଯିବ 2-3 ପୁଞ୍ଜା 2-3 ପୁଞ୍ଜା ଲାଗିଥିବ। କୋଉଠି ବି ଆଉ ଖାଲି ନାହିଁ। ତାପରେ ମୁଁ ମାନେ ଦେଖିଛି ଯେ ଯୋଉମାନେ ବାହାରେ ରୁହନ୍ତି କେବଳ ବର୍ଷରେ ମାସେ ଛୁଟି ନେଇକି ଆସନ୍ତି ଏଇ ଦଣ୍ଡ ନାଚରେ ଜଏନ ହଁ କରିବେ। କିଏ ଯାତ୍ରାକୁ ପଇସା ଦିଏ 20,000 30,000 ହଁ ଭାଇ ମୁଁ ଦଉଛି ଯାତ୍ରା କର। ଭାଇ ତମେ ସାର୍ କର ମାନେ ସୁରାଟ ଗୋଟେ ଗଲା ଲାଗେ। ଦେଖନ୍ତୁ ଆଜ୍ଞା ଏ ଦଣ୍ଡ ନାଚ କୋଉ ସୁରାଟ ଗଲା ପର୍ବରେ ସବୁ ହୁଏ ନା ଏମିତି ବର୍ଷକୁ ଥରେ ହୁଏ? କୁହନ୍ତୁ ପ୍ରଶ୍ନର ଉତ୍ତର ସାର୍ ଦିଅନ୍ତୁ। ସେ ଚନ୍ଦନ ସେଇଟା ଭାଇଙ୍କର କହିଲି ପରା ପ୍ରଶ୍ନର ଉତ୍ତର। ଯୋଉ ନବବର୍ଷ ଓଡିଆର ଆମର ନବବର୍ଷ ରହୁନି ଆମର ଯେମିତି ହେଇଗଲା ଜାନୁଆରୀ ସେଇଟା ଇଂରେଜ ମାନଙ୍କ ନବବର୍ଷ। ଆମର ଓଡିଆ ପରମ୍ପରାର ଯୋଉ ନୂଆ ବର୍ଷଟା ଆସୁଛି ତାକୁ ପଣା ସେଲିବ୍ରେଟ ପାଇଁ ସଂକ୍ରାନ୍ତି ସେଇଟା କରାହବ। ହଁ ପଣା ସଂକ୍ରାନ୍ତି ପଣା ଆମର। ସଂକ୍ରାନ୍ତି ଓକେ। ଆଉ ସାର୍ ତାପରେ ମା ଯିବା ଭଦ୍ରକାଳୀଙ୍କୁ ପୂଜା କରାଯାଏ। ଆଉ କିଛି ମାନେ ଲୋକଙ୍କୁ ଏମିତି ମାନେ କିଛି ଲୋକ ଏତେ ଭକ୍ତିରେ ମାନେ ସମର୍ପିତ ହେଇଯାଆନ୍ତି ଯେ ତାଙ୍କ ଭିତରେ ମା ପଶିଯାଆନ୍ତି ବୋଲି ବି ଦେଖା ହୁଏ। ଦେଖାଯାଏ। ଆଜ୍ଞା ଆଜ୍ଞା ବଢିଆ। ଆଚ୍ଛା ସୁରେନ୍ଦ୍ର ସାର୍ ଭାଇ ରଶିରେ ବଲାଙ୍ଗୀର ନିଜକୁ ମାରନ୍ତି ରଶିରେ। ହଁ ସେଇଟା ମାନସିକ ରଖନ୍ତି କିଛି ଲୋକ ଯେ ଏତିକି ହେଲେ ମୁଁ ଏଇଆ କରିବି। ହଁ ହଁ। ଓକେ ଓକେ ସୁରେନ୍ଦ୍ର ଭାଇ ବଲାଙ୍ଗୀର ଲୋକ କଳା କୁହନ୍ତୁ। ସାର୍ ଆମର ଏଇଠି ଡାଲଖାଇ ନାଚ ରସରକେଲି ନାଚ ଆଉ ଘୁମୁରା ନାଚ ରାମଲୀଳା ଦଣ୍ଡ ପାଣି ଏଇଟା ସେ ଲୋକ କଳା ବିଷୟରେ ପରିଷ୍କାର କୁହନ୍ତୁ ମାନେ ପୁରା ଯୋଉଟା ଆପଣ ଦେଖିଛନ୍ତି ଜାଣିଛନ୍ତି। ସାର୍ ଯେଇଟା ଆମ ଗାଁ ରେ ହଉଛି ଦଣ୍ଡ ନୃତ୍ୟ। ଏଇଟା 2ଟା ଦଣ୍ଡ ଅଛି ପାଣି ଦଣ୍ଡ ଆଉ ଗୋଟେ ଏମିତି ଦଣ୍ଡ 12 ମାସ ସେଇ ଦଣ୍ଡ ନାଚନ୍ତି ଆଉ ପାଣି ଦଣ୍ଡ ଯୋଉଟା କି 6 ମାସରେ ଥରେ ନାଚନ୍ତି। ସେ ପାଣି ଦଣ୍ଡରେ ସାର୍ ସେ ଗଣେଶ ପାର୍ବତୀ ଏଇଟା ବାହାରନ୍ତି। ଆଉ ଆଉ ଗୋଟେ ଦଣ୍ଡରେ ଖାଲି ଏମିତି ବାହାରିକି ରାଧା କୃଷ୍ଣ ବାହାରିକି ନାଚନ୍ତି। ନେକ୍ସଟ ଜଗତସିଂହପୁର ନିରାକାର ଭାଇ। ସାର୍ କୀର୍ତ୍ତନ ସଂକୀର୍ତ୍ତନ ଏବେ ବେଶୀ ହଉଛି। ସଂକୀର୍ତ୍ତନ ପାଲା ଘୋଡା ନାଚ ମାନେ ସାର୍ ଏତେ ନାହିଁ ମାନେ ଆଗ ଅପେକ୍ଷା ମୁଁ ପିଲାଦିନେ ଯାହା ଦେଖିଥିଲି ଘୋଡା ନାଚ ପାଲା ହଉଥିଲା ସେଠି ଆଗରୁ ରାମଲୀଳା ଚାଲେ ସବୁ ପର୍ବରେ ଏବେ ଏତେଟା ନାହିଁ ଏବେ କେବଳ ସଂକୀର୍ତ୍ତନ ଏବେ ଚାଲିଛି। ଅନିତା କୁହ ଅନୁଗୁଳ। ସାର୍ ଆମର ଏଠି ଗୋଟେ ଯାତ୍ରା ହୁଏ ଠିକ ଶୀତ ସମୟରେ ତାଙ୍କୁ ଆମେ ବିଶ୍ରୀ ଯାତ୍ରା ବୋଲି କହୁ ତ ଯାତ୍ରା 7-8 ଦିନ ପୂର୍ବରୁ ଗାଁ ଲୋକମାନେ ଯିବେ ଗୋଟେ ଜାଗାରୁ ମୂର୍ତ୍ତି ଆଣିବା ପାଇଁ ମାଙ୍କର ମୂର୍ତ୍ତି ଆଣିବା ପାଇଁ। ତାପରେ 7 ଦିନ ଯାକ ରାତିରେ ବୁଲିବେ ରାତିରେ ଲୋକମାନେ ବୁଲନ୍ତି ଏବଂ ରାତିରେ ହିଁ ବଳି ଦିଅନ୍ତି। ଯାହାର ବଳି ଥିବ ସେ ରାତି ଠିକ 12ଟା 1ଟା ବେଳକୁ ରାତି ବୁଲନ୍ତି ସେ ଛକ ପାଖକୁ ଆଣିବେ କୁକୁଡା ହଉ କିମ୍ବା ଛେଳି ହଉ ଆଣିକି ବଳିଦେବେ। କିନ୍ତୁ ସେ 7-8 ଦିନ ପୂର୍ବରୁ ମା ଆସିକି ଯିଏ ପୂଜା କରେ ଦହୁରାଣୀ ତାଙ୍କୁ ମା ଆସିକି ସ୍ୱପ୍ନ ଦିଅନ୍ତି ଟାସ୍କ ଦିଅନ୍ତି। ଯେ ତୁ ଗୋଟେ ମାଣ ସୋରିଷରେ କେତେଟା ସୋରିଷ ଅଛି ଗଣିବୁ। କି ଏମତି ଅଲଗା ଅଲଗା ପ୍ରତି ବର୍ଷ ଅଲଗା ଅଲଗା ମା ସ୍ୱପ୍ନ ଦେଇକି ଟାସ୍କ ଦିଅନ୍ତି ମାନେ କାମ ମାନେ କରାନ୍ତି। ସେ ଗଣନ୍ତି ରିଏଲି ହଁ ଗଣନ୍ତି। ହଁ ଗୋଟେ ଗୋଟିକି ଏମିତି ଗଣିବେ ଏମିତି ଗଣିବେ ଗୋଟେ କେତେଟା ସୋରିଷ ଅଛି ଯାହାବି ଟାସ୍କ ଦେଇଥିବେ ମା ଯାହାବି ଏଇଟା ଗୋଟେ ଟାସ୍କ ଯୋଉ ବି ଟାସ୍କ ଦିଅନ୍ତି କରିବେ ତାପରେ
ବହୁତ କଡାକଡି ନିୟମ ଭାବରେ 7-8 ଦିନ ବୁଲି ସାରିଲା ପରେ ଯାତ୍ରା ହବ। ଯୋଉ ଦିନ ଯାତ୍ରା ହବ ପ୍ରତ୍ୟେକ ଘରେ ଘରେ କୁଣିଆ, ଯୋଉ ଯାହା ଘରକୁ ଗଲେ ବି କୁଣିଆ ଥିବା ଏଇଟା ସୁନିଶ୍ଚିତ। ଯିଏ ଆସିଥିବେ, ତାପରେ ସେଠି ନିଆଁ ଲଗା ହେଇଥିବ, ନିଆଁରେ ଯୋଉମାନଙ୍କର ମାନସିକ ଥିବ ଚାଲିବେ। ଏମିତି ବହୁତ ଧୁମଧାମରେ ଯାତ୍ରା ସରିଯାଏ। ତାପରେ ଆମ ଗାଁରେ ବି ହନୁ ଯାତ୍ରା ବି ହୁଏ। ହନୁ ଆସିକି ବି ନାଚ କରେ, କିମ୍ବା ଯୋଉ ଦଉଡି ଟଣା ହେଇଥିବ ଦଉଡି ଉପରେ ଚାଲିବ। ବୁଢା ବୁଢୀ ନାଚ ବି ଅଛି, ଗୋଟେ ବଡ ବଡ କାର୍ଟୁନ ଧରିକି ଆସିକି ନାଚିବେ। ସେଇଭଳିଆ ବି ଯାତ୍ରା ହୁଏ। ଏବଂ ଆମ ଅନୁଗୁଳ ନାଲକୋରେ ତ ଗଣେଶ ପୂଜା ବି ପ୍ରସିଦ୍ଧ, ବିଶ୍ଵକର୍ମା ବି ପ୍ରସିଦ୍ଧ। ଏଇ ଯୋଉ ଲୋକ କଳାଟା କହିଲେ ତା ନାଁ ଟା କଣ କହିଲେ? ମୁଁ ଲେଖିବି ଟିକେ କୁହନ୍ତୁ। ବିଶ୍ରୀ ଯାତ୍ରା, ବିଶ୍ରୀ ଯାତ୍ରା। ବିସିରି। ଆଜ୍ଞା। ଏଇଟା ଅନୁଗୁଳର କୋଉ ଜାଗାରେ ହୁଏ? ସାର୍ କୋଉ ଜାଗା ନୁହଁ, ପ୍ରାୟ ଗୋଟେ ଗୋଟେ ଅଞ୍ଚଳରେ ବି ହୁଏ। ସେମିତି ଠିକ କିଛି ଅଛି। ଫିକ୍ସ ନୁହଁ, ଅଞ୍ଚଳ ଗୁଡାକରେ ବି ହୁଏ। ଏଇଟା କୋଉ କୋଉ ମାସରେ ହୁଏ, ବା କଣ ତିଥି, ବା କଣ ତାର ବାର କି କଣ ସେଟା ନିୟମ? ସାର୍ ସେ ଡିସେମ୍ବର ନଭେମ୍ବର ସେଇ ଟାଇମ ଭିତରେ ହିଁ ହେଇଯାଏ, ଶୀତ ଟାଇମରେ ହୁଏ। ଶୀତ ଟାଇମ, ଓକେ। ହେଲେ ମୁଁ ଭାରି ଇଣ୍ଟରେଷ୍ଟେଡ ହେଲି ଏଇଟା ଦେଖିବି। ଏଇଟା ମୁଁ ଜାଣିନି ଆ ବିଷୟରେ, ମୁଁ ଦେଖିବାକୁ ଚାହିଁବି। ମତେ ଜଣେଇବ, ମୁଁ ନିହାତି ଯିବି। ଆଜ୍ଞା ଆଜ୍ଞା ଓକେ, ଆଜ୍ଞା ସାର୍। ନେକ୍ସଟ। ଆଚ୍ଛା, କଳାହାଣ୍ଡି। କଳାହାଣ୍ଡି ବିଷୟରେ କୁହ। ସାର୍ ନୀଳାଦ୍ରି। କଳାହାଣ୍ଡିର ଯାତ୍ରା ସାର୍ ଏବେ ଦଶହରାରେ ହୋଇଥିଲା, ଯେଉଁଠି ଭବାନୀପାଟଣାରେ ହୁଏ ସାର୍। ବହୁତ ଫେମସ ସାର୍ କଳାହାଣ୍ଡିର ଛତ୍ର ଯାତ୍ରା। ଛତର ଯାତ୍ରା। ସାର୍ ହଁ, ଛତ୍ର ଯାତ୍ରା ବିଷୟରେ କୁହ। ସାର୍ ଏଠି ମା ମାଣିକେଶ୍ୱରୀଙ୍କ ପୂଜା କରାଯାଏ ସାର୍। ଯଦି କିଛି ମନ୍ନତ ମାଗିଥିବେ, କିଛି କରିଥିବେ, ତାହା ଯଦି ପୁରା ହେଇଯିବ, ତାହେଲେ ମାଙ୍କ ପାଇଁ କିଛି ଛେଲ କିମ୍ବା ଯାହା ବି ନେଇ ତାହା ସେଠି ବଳି ଦିଆଯାଏ। ଆଉ ମାଙ୍କ ଯେତେବେଳେ ମାଙ୍କୁ ବାହାର କରାଯାଏ ତାଙ୍କ ମନ୍ଦିରରୁ, ସେଠି କିଏ ରହନ୍ତି ନାହିଁ। ଆଉ ଜେନା ଖାଲ ଥାଏ ସେଠି, ମା ଯାହାକୁ ପସନ୍ଦ କରିଥାନ୍ତି ତାଙ୍କୁ ସେ କି ସେହି ରାତି ଯାଇ ସେଇ ଖାଲରେ ମରିଯାଏ ସାର୍। ତାକୁ କେହି ଦେଖନ୍ତି ନାହିଁ କି କେହି ଖୋଜନ୍ତି ନାହିଁ ସାର୍। ଆଉ ଯିଏ ଓକେ, ପୂଜା ବଢିଆ। କରେ ତାକୁ ସ୍ୱପ୍ନ ହେଇକି ସେଇ ଜେନା ଖାଲରେ ଯାଇ ସେ ମଣିଷ ମରିଯାଇଛି, ତ ସେ ସେଇ ରାତି ଯାଇ ସେଠି ପୂଜା କରେ। ଏ ମରିଯାଇଛି କଣ ବୁଝିପାରିଲିନି, ଆଉ ଟିକେ ବୁଝାନ୍ତୁ। କଣ ସେଟା ମରିଯାଇଛି କଣ କହିଲେ? ସାର୍ ଜେନା ଖାଲ ଅଛି ସାର୍, ସେଠି ମା ଯାହାକୁ ପସନ୍ଦ କରନ୍ତି କିମ୍ବା ଯାହାକୁ ବି ପସନ୍ଦ କରନ୍ତି, ସେ ସେଇ ଖାଲ ବୋଲେ ସେ ଜାଗାକୁ ଯାଇ ସେଇ ଖାଲରେ ଡୋଇ ଦେଇକି ତା ହଜି ଯାଇକି କଣ କେହି ବି ଦେଖନ୍ତି ନାହିଁ, କି ଖୋଜିବା ପାଇଁ ବି ଚେଷ୍ଟା କରନ୍ତି ନାହିଁ ସାର୍। ଆଉ ସେ ଯିଏ ମରିଛି ତା ବିଷୟରେ ଯିଏ ପୂଜା କରେ, ସେଇ ମନ୍ଦିରର ମା ମଣିକେଶ୍ଵରୀ ମନ୍ଦିର, ସେଇ ପଣ୍ଡିତକୁ ସ୍ୱପ୍ନ ହେଇଯାଏ, ଆଉ ସେ ଜାଣିପାରେ, ଆଉ ସେଇ ରାତି ଯାଇ ସେଠି ପୂଜା କରେ। ଆଉ ଜେନା ଖାଲରେ ସେ ରାତି ଯିବା ସମୟରେ କେହି ବି ବାହାରନ୍ତି ନାହିଁ ସାର୍। ଯିଏ ଯଦି ଦେଖିବ ସେଇ ମଣିଷକୁ ଯିବା ଦେଖିବ, ସେ ମଧ୍ୟ ମରିଯାଏ ସାର୍। ବାଲେଶ୍ୱରର ଲାକ କଳା, ଯୋଉଟା କି ବାଲେଶ୍ୱର ଲାକ କଳାରେ ଚୁଡ଼ି ତିଆରି ହୁଏ, ମାନେ ଲାକରେ ଚୁଡ଼ି ତିଆରି ହୁଏ, ଅନ୍ୟାନ୍ୟ ସାମଗ୍ରୀ ଜିନିଷ ତିଆରି କରାଯାଏ। ଆଉ ଯୋଉଟା କି ବାଲେଶ୍ୱରର କଣ୍ଢେଇ ଛକ ଆମେ କହୁ, ସେ କଣ୍ଢେଇ ବି ଲାକରେ ତିଆରି ହେଇଛି। ଆଉ କଣ ଚଢେଇ ଚୂଡାଣୀ ଏଇଭଳିଆ ଅଲଗା କଥା ଗୁଡା ରିସର୍ଚ୍ଚ କରନ୍ତ ନା। ସାର୍ ଆଉ ଓକେ, ଆଉ କଣ ସାର୍ କହୁଛ ଆଉ କୁହ। ଆମ ଗାଁରେ ଯୋଉଟା ହୁଏ, ଏମିତି ଦଣ୍ଡ ଯାତ୍ରା ହୁଏ, ସେଟା ସାର୍ ବହୁତ ପୁରୁଣା ମାନେ ଆମର ଯେବେ ଏବେ ବହୁତ ବଡ ମନ୍ଦିରଟେ ହେଇଗଲାଣି, କିନ୍ତୁ ସେତେବେଳେ ମନ୍ଦିର ନଥିଲା। ଗୋଟିଏ ଗଛ ବୁଝିଲି, ମାନେ ମୁଁ ଏଇଟା ଜାଣିଛି। ତମେ ପଇତା ଦିଆ ଉପରେ କୁହ। ଶିବଙ୍କ ନାଁରେ ଯୋଉ ଅର୍ଘ ପଡେ, 10 ଦିନ 11 ଦିନ କାଳ ଲୋକ ଖାଆନ୍ତିନି, ଛିପ ବି ହିଟିବେନି, ମାନେ ଛିପ ବି ଆପଣ ଇଏ କରିପାରିବେନି। 11 ଦିନ ଆପଣ ନଡା ପକେଇ ଶୋଇବେ। ଆପଣ ବେକରେ ଗୋଟେ ଇଏ ପଡିବ, ଖାଲି ଗୋଟେ ଧୋତି ପିନ୍ଧିବେ। ଆପଣ ଗୋଟେ ଓଳି ଖାଇବେ। ଶିବଙ୍କୁ ଆରାଧନା କରାଯାଏ। ଏଇ ସବୁ କଥା କହିଲେ ଆମେ ଆହୁରି ଗୁଡାଏ କଥା ଆମେ ଜାଣିବା, ଯୋଉଟା ଯିଏ ଜାଣିଛନ୍ତି ଆଉ ଅଲଗା କଥା ଗୁଡା କହିଥାନ୍ତି। ସାର୍ ପଞ୍ଚଲିଙ୍ଗେଶ୍ୱର ବିଷୟରେ ଜାଣିଛି। ହଁ ଭାଇ, ପୁରୀ ବିଷୟରେ କୁହନ୍ତୁ। ପୁରୀ ତ ବହୁତ ବଡ କଲଚର, ଆଉ ଜଗନ୍ନାଥ ସଂସ୍କୃତି ଜାଣିଲେ ତ ଆମର ଘଣ୍ଟା ଘଣ୍ଟା ପଳେଇବ। କିନ୍ତୁ ଜଷ୍ଟ 2-4ଟା ଲାଇନ କୁହନ୍ତୁ। ଚନ୍ଦନ ଭାଇ। ଆମ ଏରିଆରେ ଯାହା ବି ଲୋକ ନାଟ୍ୟ ହୁଏ, ଯେମିତି ଯାତ୍ରା ପାଲା ହୁଏ, ଆଉ କୃଷ୍ଣ ଲୀଳା ଆଉ ରାମଲୀଳା, ତ ସେଟା ମୁଁ ଶୁଣିଛି ବୟସ୍କ ଲୋକଠାରୁ, କିନ୍ତୁ ସେଟା କେବେ ଦେଖିନି ମୁଁ।
ଯୋଉଟା କି ମୁଁ ଛୋଟବେଳେ ଦେଖି ସେଟା ପାଲା, ଏବେ ଆଉ ହଉନି। ସେଟା ପାଲା ମତେ ବହୁତ ଭଲ ଲାଗେ ସେଟା ଦେଖିବାକୁ। ଆଉ ଆଉ ଏବେ ପାଲା ମୁଁ ଭୁବନେଶ୍ୱରରେ ଥିଲାବେଳେ ଗୋଟେ ଜାଗାରେ ମୁଁ ଦେଖୁଥିଲି, ସେ ପାଲା ଯେମିତି ପାଲା ଗାଏ କହିଲା ପରେ ଲୋକମାନେ ତାଳି ମାରିଥିଲେ, ଯେ ଭଲ ଲାଗିଥିଲା ତାଙ୍କୁ। କିନ୍ତୁ ସେଠି ଏ, ପାଲା ଗାୟକ ଯିଏ ସେ କହିଥିଲେ କି ଏଇଟା ହଉଛି ବୁଝିବା ଦରକାର କି ପାଲାରେ ଆମେ ଏଇଟା ଏଣ୍ଟରଟେନମେଣ୍ଟ କରୁନୁ ଯେ ତାଳି ମାରୁଛନ୍ତି, ଏଇଟା ମୋ ଗୋଟେ ଅପମାନ ଟାଇପ ର। ଏଇଟା ବି ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରିଲିନି। ଯଦି ଜଣକୁ ଭଲ ଲାଗିଲା ତାଳି ମାରିଲା, ସେ ଅପମାନ ଟାଇପ ର, ସେ ତାଙ୍କର ପାରମ୍ପରିକ କଣ ଅଛି ସେ କହିଥିଲେ ଏଇଟା ଯାତ୍ରା ନୁହେଁ କି ଏଣ୍ଟରଟେନମେଣ୍ଟ ନୁହେଁ। ପାଲାରେ ତାଳି ମାରିବା ଆଗେ ଶୁଣିବା ଏଇଟା କଣ ଗୋଟେ ଭାବନାର ଏଇଟା ମୁଁ ଗୋଟେ ଉତ୍ତର କହିଥିଲେ। ଦଉଛି, ଶୁଣନ୍ତୁ। ୟାର ବହୁତ ବଡ ଲଜିକ ଅଛି। ମ୍ୟୁଟ କରନ୍ତୁ। ଯେତେବେଳେ ଆପଣଙ୍କୁ କଲରା ଖାଉଛନ୍ତି ଆଉ ଆପଣଙ୍କ ପସନ୍ଦର ମିଠା ଖାଉଛନ୍ତି, ଦିଟା ଭିତରେ ଫରକ କଣ ଆସେ? କଲରା ଖାଇଲେ ମୁହଁଟା ପିତା କିଏ ଖାଇବ, ଡକ୍ଟର କହିଛନ୍ତି ପିତା ଭଲ ଲାଗୁନି। ମିଠା ଖାଇଲା ବେଳକୁ ଆମ ମନ, ଆମେ ଜାଣିଛୁ ମିଠା ଖାଇବା ଦ୍ୱାରା ଆମ ଦେହ ଖରାପ ହୁଏ, ତଥାପି ଆମେ ମିଠା ଖାଉ। କାହିଁକି ନା ଆମ ଜୀଭକୁ ତାହା ମଜା ଲାଗେ, ଭଲ ଲାଗେ। ଏଇ ଉଦାହରଣ ଜଏନ୍ କରିବେ ଆମ ନାଟକରେ। ମୁଁ ପୂର୍ବରୁ ବହୁତ ଆଗରୁ କହିଛି, ନାଟକ ଦିଟା, ଅତି କମରେ ଦିଟା ଭାବଧାରାରେ କରାଯାଏ। ଗୋଟେ ମନୋରଞ୍ଜନ ଭିତ୍ତିକ, ଆଉ ଗୋଟେ ଚିତ୍ତରଞ୍ଜନ। ମନୋରଞ୍ଜନ ଗୋଟେ ଏନ୍ଜୟ ଲାଗିବ। ମୁଁ ଲଙ୍ଗଳା ନୃତ୍ୟ କରିପାରେ, ମୁଁ ତମକୁ ଗୋଟେ କଣ ବାହ୍ୟ ଡାଇଲଗ କହିକି ବି କରିପାରେ। ତମକୁ ମନୋରଞ୍ଜନ ମୁଁ ବହୁତ ପ୍ରକାର କରିପାରେ, ବହୁତ ପ୍ରକାର ପ୍ଲେଜର ଦେଇପାରିବି। ଚିତ୍ତରଞ୍ଜନ କଣ, ଯୋଉଟା ହୃଦୟକୁ ଛୁଇଁବ। ଯାହା ହୃଦୟକୁ ଛୁଏଁ ତା ହଠାତ୍ ପ୍ରତିକ୍ରିୟାଶୀଳ ହେଇନଥାଏ। ଆପଣ ଗୋଟେ ଭାବନ୍ତୁ, ଆପଣ ଗୋଟେ କୋଉ ଗୋଟେ ଦେଶ, ନିହାତି ଆପଣ ମାନେ କେବେ ବି ଦେଖିଥିବେ, ନ୍ୟୁଜିଲାଣ୍ଡ ହଉ ବା କୌଣସି ବି ଦେଶ ଯୋଉଟା ମୁଁ ବି ଜାଣିନଥିବି, ନରୱେ ହଉ, ଦେଶର ଗୋଟେ ଗୋଟେ ସିନେରୀ ଭଳିଆ ଗୋଟେ ଜାଗା ଥାଏ। ମାନେ ଆପଣ ଯିବେ, ପାହାଡ, ସେ ସନରାଇଜ ଦେଖିଲା ପରେ ଆପଣ ମାନେ ଅବାକ ହେଇଯାନ୍ତି, ଆରେ ମୁଁ ଟିକେ ଏଇ ଜାଗାକୁ ଥରେ ଯାଆନ୍ତିନି, ମୁଁ ଏଇଟା ଦେଖନ୍ତିନି। ଆଉ ଯେତେବେଳେ ଆପଣ ଯିବେ, ଦେଖିବେ, ଆଶ୍ଚର୍ଯ୍ୟ ହେଇଯିବେ। ଆମ ହଠାତ୍ ଆଉ ପ୍ରତିକ୍ରିୟାଶୀଳ ହେଇପାରିବେନି, ଆପଣ ଆଶ୍ଚର୍ଯ୍ୟ ହେଇକି ରହିଥିବେ, କାଠ ହେଇଯିବେ। ଆରେ କି ସୁନ୍ଦର ଏଇଟା। ସେଠି ଆପଣ ତାକୁ କହିବେନି ବଢିଆ ହେଇଛି, ବଢିଆ। ତେଣୁ ଯେତେବେଳେ ଲୋକ ଯେତେବେଳେ ଚିତ୍ତରଞ୍ଜନ ହେଇଥାଏ, ଯେତେବେଳେ ତାଙ୍କ ମାନେ ହୃଦୟକୁ ପାଏ, ସେମାନେ ହଠାତ୍ ପ୍ରତିକ୍ରିୟାଶୀଳ ହେଇପାରନ୍ତିନି। ଯୋଉଟେ ମନୋରଞ୍ଜନ ଲାଗେ, ବଢିଆ ଲାଗୁଛି, ବଢିଆ ନାଚୁଛି, ନିଶା ମହାରଣା ନାଚୁଛି, ମାଲ ଟିକେ ପିଇ ଦିଅ, ନିଶା ମହାରଣା ନାଚୁଛି, ସେଟା ମନୋରଞ୍ଜନ କରାଉଛି। ସେ ଚିତ୍ତରଞ୍ଜନ କରିବନି, ସେ ହୃଦୟକୁ ଛୁଇଁବନି। କିନ୍ତୁ ପୂଜା ପାଇଁ ଫୁଲଟିଏ ହଉ, ଯୋଉମାନେ ଆପଣ ଜାଣିଛନ୍ତି ସେ ଫିଲ୍ମ ଗୁଡା କହୁଛି, ଯୋଉ ଫିଲ୍ମ ଗୁଡା ଜାଣିନାହାନ୍ତି ସେଟା ତ କହିଲେ ଆପଣ ମୁଣ୍ଡ ଉପରେ ପଳେଇବ। ଆଉ କିଛି ଫିଲ୍ମ ଅଛି ଯେମିତି ଆଦିର ଗୋଦାର, ଏଇଭଳିଆ ଫିଲ୍ମ ମାନେ ଚିତ୍ତରଞ୍ଜନ, ମାନେ ମନୋରଞ୍ଜନ କେବେ କରିବାକୁ ଚାହାନ୍ତିନି। ମାନେ ଗୋଟେ ଗୋଟେ କଥା ଆପଣ ସାଇକୋଲୋଜି ଏତେ ମାନେ ମନକୁ ପାଇବ, ଆଉ ହୃଦୟରେ ଯାଇ ପହଞ୍ଚିବ। ତ ଯୋଉ ଜିନିଷ ପାଲା ସବୁବେଳେ ସଚେତନ ମୂଳକ କାମ କରୁଥିଲା। ପାଲା ସବୁବେଳେ ସମାଲୋଚନା କରୁଥିଲା। ପାଲା ସମସ୍ତଙ୍କୁ ବାଟ ଦେଖଉଥିଲା, ଯେ ଦେଖ ରାମ ଯେତେବେଳେ 14 ବର୍ଷ ବନବାସ ଯାଇଛନ୍ତି, ଆପଣ ଆଜି ଏତିକିରେ ଭାଙ୍ଗି କାଇଁ ପଡୁଛନ୍ତି? ରାମ କଣ କହିଛନ୍ତି ଶୁଣ, ହେଇ ଆରମ୍ଭ ହେଲା, ସେ କହିଲେ। ଏଇଭଳିଆ ଲୋକଙ୍କୁ ସେତେବେଳେ ମୋଟିଭେଟ କରୁଥିଲେ। ଆଉ ଆପଣ ମୋଟିଭେଟ ହେଲା ପରେ ଖୁସି ହେଇଯିବେ, ହଁ ମୋଟିଭେଟ ବଢିଆ ଗଲ। ରାମ 14 ବର୍ଷ ଯାଇଥିଲେ, ମୁଁ ତ ଆଜି ଗୋଟେ ଏସି ନ ଚାଲାକୁ ମୁଁ ଘରେ ଟେନସନ ହେଇଯାଉଛି। ମୋ ଘରେ ଏସି ନାହିଁ, ଆଜି ବନ୍ଦ ହେଇଗଲା, ଆଜି ଲାଇନ ନାହିଁ, ଆଜି ମୁଁ ଗରମ ପାଣିରେ ଗାଧେଇନି। ଯଦି ଭଗବାନ 14 ବର୍ଷ ଖାଲି ପାଦରେ ଯାଇଛନ୍ତି, 14 ବର୍ଷ କଷ୍ଟ ପାଇଛନ୍ତି, ଆପଣ କାହିଁକି କଷ୍ଟ ପାଇବେନି? ଆପଣ କେମିତି ଭାବୁଛନ୍ତି ସୁଖରେ ରହିବେ? ତ ମର୍ତ୍ତ୍ୟକୁ ଯିଏ ଆସିଛି ସେ କଷ୍ଟ ପାଇଛି। ଯଦି ଜଣେ ଏଇ ମେସେଜ ଟା ଦଉଛି, ଏଥିରେ ଚନ୍ଦନ ବାବୁ ଭିଡିଓ ଅନ୍ କରନ୍ତୁ, ଆପଣଙ୍କ ପ୍ରଶ୍ନର ଉତ୍ତର ମୁଁ ଦଉଛି। ହଁ, କରିଛି ତ, ନେଟୱାର୍କ ଇସୁ ପାଇଁ ବୋଧେ ଅପଡାଉନ ହଉଛି। ଯଦି କହିବେ ରାମ 14 ବର୍ଷ ଯାଇଛି, ଆପଣ ବି କଷ୍ଟ ପାଇବା ଦରକାର, ଆପଣ ଏସି ରେ ନ ରହିକି ପଛେ ବାହାରକୁ ଯାଆନ୍ତୁ, ପରିବେଶରେ ରୁହନ୍ତୁ, ଏଇ କଥା ଜଣେ କହିଲା, ଆପଣ ତାଳି ମାରିବେ ନା ନିଜକୁ ସଚେତନ କରାଇବେ? ନାଇଁ, ଆକ୍ଚୁଆଲି ନାଇଁ ସତ ନାଇଁ କଥା। ବୁଝିବା ଦରକାର। ରାମ କଷ୍ଟ ପାଇଛନ୍ତି, ମୁଁ ଏଇ ସୌଖିନ ବସ୍ତୁବାଦୀ ଜିନିଷ ପଛରେ ଗୋଡଉଛି। ତା ମାନେ କଣ, ମୁଁ ଗୋଟେ ହେଜ କଲି, ମୋ ଭିତରକୁ ନେଲି, ମୋ ପ୍ରତିକ୍ରିୟା ହେଲା, ଆଉ ହଠାତ୍ ମୁଁ ତାଳି ମାରିଦେବି? ମୁଁ ବା ଏଠି ଭାବୁଛି ରାମ 14 ବର୍ଷ ଯାଇଛନ୍ତି, ମୁଁ ତ ଭାଙ୍ଗି ପଡୁଛି, ମୋ ବାପା ଅଧା ରାସ୍ତାରେ ଛାଡିଗଲେ, କି ମୋର ଲୋନ ଟା ସୁଝି ପାରୁନି, ମୋ ଘର ଏଇଆ, ମୁଁ ଏଇ ଚିନ୍ତାରେ ବୁଡି ରହିଛି। ମତେ ଆହୁରି କଷ୍ଟ କରିବାର ଅଛି। ସେଥିପାଇଁ ସେ ଲୋକ କହିଥିଲେ, ପାଲା ଗାୟକ, ଯେ ଆପଣ ଖାଲି ତାଳି ମାରନ୍ତୁ। ଆପଣଙ୍କ ପାଇଁ ମୁଁ ଯୋଉ କଥା କହିଲି, ଯୋଉ ମର୍ମ କଥା ଗୁଡା କହିଗଲି, ମୁଁ ବି ରାତି ତାକୁ ପଢିଥିବି, ହେଜ କରିଥିବି, ଭାବିଥିବି, ତାପରେ ଆପଣଙ୍କ ଆଗରେ କହୁଛି। ମୁଁ ଆସି ଡାଇଲଗ ଲେଖିଦେଇନି, ଏ ରାତିରେ ମୁଁ ବାଦଶାହ, ସକାଳ ହେଲେ ଅମୁକ ତମୁକ, ଇଏ ନୁହଁ। ଏଇଟା ଆପଣ ଚନ୍ଦନ ବାବୁ କେମିତି ନେବେ ମୁଁ ଜାଣିନାହିଁ, କିନ୍ତୁ ଯାହା ଠିକ ସେଇଟା ଆପଣ
सर ମୁଁ ତାଳି ମାରିନି ମାନେ ଲୋକମାନେ ସ୍ଥାନୀୟ ଲୋକମାନେ ତାଳି ମାରିଥିଲେ ତ ସ୍ଥାନୀୟ ସେଇଟା ଲୋକମାନଙ୍କୁ କହୁଛି। ସେଟା ଉପରେ ଯାଇଛି, ସେ ଲୋକ ଦେଖିନା ତାଳି ମାରୁଛନ୍ତି। ତାଙ୍କୁ ଯଦି ପଚରା ଯିବ ହଁ ଯିଏ ପାଲା ଗାୟକ ଯିଏ ପାଲା ଗାଉଥିଲେ କେତେଟା ଚରିତ୍ର କରିଥିଲେ, ଜଣେ ବି କହିପାରିବେନି, ଜଣେ ବି। ସେଥିପାଇଁ ତାଳି ମାରିଦେଲେ, କାହିଁକିନା ପାଲା ବୁଝିବା ଆଉ ତାକୁ ଗ୍ରହଣ କରି ତାକୁ ହେଜ କରିବା ସହଜ କଥା ନୁହଁ। ପାଲା ଗାଇବା ବି ସହଜ କଥା ନୁହଁ। ତଣ୍ଟି ପଡିଯାଇଛି ଭାଇ, ଶିର ଫାଟି ଯାଇଛି। ଗୋଟେ ପାଲା ଗାୟକ ମୁଁ ଜାଣିଛି, ଟାଇମ ହେଇଗଲାଣି ବେଶୀ ଟାଇମ ନେବିନି। ଶିର ଫାଟି ଯାଇଛି ସେମାନେ ପ୍ରାକ୍ଟିସ କଲା ବେଳେ, ଏତେ ହାଇ ପିଚ ରେ ଗାଇବାକୁ ପଡେ, ତାଙ୍କ ଶିର ଫାଟି ଯାଇଛି। ଛାଡନ୍ତୁ ଏସବୁ ଏକ୍ସପିରିଏନ୍ସ କେତେବେଳେ ପଢିଲେ କଥା ପଢିଲେ ମୁଁ କହିବି, ବହୁତ କଥା ଆମେ ପଢିଛୁ ଶୁଣିଛୁ ଜାଣିଛୁ। ଚାଲନ୍ତୁ ଲାଷ୍ଟ କଟକ କେଉଁଝର ସୌରଭ ଭାଇ ଆଉ କାହ୍ନା ଭାଇ, ଆଗେ କାହ୍ନା ଭାଇ କୁହନ୍ତୁ ତାପରେ ସୌରଭ ଭାଇ କହିବେ। ଭଲ ହୁଏ। ତାପରେ ଆମର ଗୀତି ନାଟ୍ୟ ହୁଏ, ଜାଣିଥିବେ ସାର୍ ଗଣପତି ବୈଷ୍ଣବ ପାଣି ଯୋଉ ଥିଲେ ଆମର ମାହାଙ୍ଗା ଗୀତି ନାଟ୍ୟ, ମହିଷାସୁର ବଧ ଓକେ ଓକେ ଓକେ, ମୁଁ ଆପଣଙ୍କୁ ହେଲ୍ପ କରିଦଉଛି। ବୈଷ୍ଣବ ପାଣି ଜାଣିଥାନ୍ତୁ, ବୈଷ୍ଣବ ପାଣି ବିଷୟରେ ପଢିଲେ ଗୋଟେ କ୍ଲାସ ପଳେଇବ। ବୈଷ୍ଣବ ପାଣି ଥରେ ଯାଇଥିଲେ କଲିକତା ତାଙ୍କର ନାଟକ ପ୍ରଦର୍ଶନ କରିବା ପାଇଁ। ଦଳା ଚକଟରେ ମରି ଯାଇଥିଲେ 12 ନା 14 ଜଣ, ତାଙ୍କୁ ଖାଲି ଦେଖିବା ପାଇଁ ବୈଷ୍ଣବ ପାଣି କିଏ ଏମିତି ଗାଉଛି। ବୈଷ୍ଣବ ପାଣି ଦିଟା ବାହା ହେଇଥିଲେ, ବୈଷ୍ଣବ ପାଣିକୁ ବହୁତ କଷ୍ଟ ପାଇଛନ୍ତି। ବୈଷ୍ଣବ ପାଣିକୁ ଆଜି ବି ତାଙ୍କ ଅଣନାତି ଚନ୍ଦା ହେଇକି ଇଏରେ କୋଠପଦ ତାଙ୍କ ଇଏ ଘର, ସେଠି ସିଏ ଆଜ୍ଞା ଆଜି ବି ସେ ଲଢେଇ କରୁଛନ୍ତି। ତାଙ୍କର ସେ ଯୋଉ ଜିନିଷ ଗୁଡାକୁ ସରକାର ନେଇଯାଅ, ସେ ଯୋଉ ବ୍ୟବହାର କରୁଥିଲେ ଏଠି ଅନୁଦାନ ଦିଅ, ଆଜି ବି ଲଢେଇ ଚାଲିଛି। କିନ୍ତୁ ବୈଷ୍ଣବ ପାଣିଙ୍କୁ ଦେଖିବା ପାଇଁ କଲିକତାରେ ପାଗଳ ଏତେ ଥିଲେ, ସେ ଏମିତି ଗାଉଥିଲେ ଏମିତି ନାଟକ କରୁଥିଲେ ବୋଲି। ମୁଁ ଏଇ ବୈଷ୍ଣବ ପାଣି ବିଷୟରେ ଦିନେ ଗୋଟିଏ କ୍ଲାସ ମୋର ଯିବ ଯଦି ମୁଁ ପଢେଇବି, ତା ବିଷୟରେ ମୁଁ 100 ମାର୍କ ଏକ୍ଜାମ ଦେଇଛି। ସାର୍ କେନ୍ଦୁଝରରେ ଚାଙ୍ଗୁ ନୃତ୍ୟ ହୁଏ, ହୁମର ନୃତ୍ୟ ହୁଏ, ସାନ୍ତାଳୀ ନୃତ୍ୟ ଗୁଡା ସବୁ ହୁଏ, ଆଉ କଣ୍ଢେଇ ନାଚ ବି ହୁଏ। ଚାଙ୍ଗ ନୃତ୍ୟ ବିଷୟରେ କହିଲେ କହିପାରିବେ? ନା ସାର୍। ଓକେ, କଣ୍ଢେଇ ନୃତ୍ୟ ବିଷୟରେ ତ କହିପାରିବେ? କେତେ ପ୍ରକାର କଣ୍ଢେଇ ନୃତ୍ୟ ଅଛି? ଛାୟା କଣ୍ଢେଇ, କେତେ ନା ପ୍ରକାର କଣ୍ଢେଇ ନୃତ୍ୟ ଅଛି? ସେ ବିଷୟରେ ଜାଣିନି। ଏତିକି ସମୟ ମିଳିଲେ ଆପଣ ରିସର୍ଚ୍ଚ କରିବା କଥା। ଚାଲନ୍ତୁ ଟାସ୍କ ସମସ୍ତେ ଲେଖନ୍ତୁ। ଟାସ୍କ ରହୁଛି ନେକ୍ସଟ କ୍ଲାସ ପାଇଁ, ମୁଁ ସମସ୍ତଙ୍କ ମୁହଁରୁ ଶୁଣିବି। ଆଉ ଏଇଟା କିଏ ପକେଇବେ? ଚନ୍ଦନ ଭାଇ ଆପଣ ଏଇଟା ଭିଡିଓ ଆମର ଇଏରେ ଗ୍ରୁପରେ ମେସେଜ ଲେଖିବେ, ଯାହା ଟାସ୍କ ଦେଲି, ଯେ ଆପଣଙ୍କ ଯୋଉ ଏରିଆରେ ଆପଣ ରହୁଛନ୍ତି ସେ ଏରିଆର ଲୋକ କଳା ଏବଂ ସେଇ ଲୋକ କଳାକୁ ନେଇ ଆଗକୁ ଯାଇଥିବା ବିଶିଷ୍ଟ କଳାକାରଙ୍କ ନାଁରେ, ମାନେ ସେଇ କଳାକାର ବିଷୟରେ ରିସର୍ଚ୍ଚ କରିବେ। ଫଟୋ ଏବଂ ଡାଟା ସହିତ ଆପଣ ରିପ୍ରେଜେଣ୍ଟ କରିବେ ନେକ୍ସଟ କ୍ଲାସରେ। ଉଦାହରଣ ଦଉଛି, ଧରାଯାଉ ମୋ ଏରିଆରେ କଣ୍ଢେଇ ନୃତ୍ୟ ଫେମସ, ତ କଣ୍ଢେଇ ନୃତ୍ୟକୁ ନେଇକି କିଏ ବେଶୀ ସମ୍ମାନିତ ହେଇଛି, କାହା ନାଁ ଟା ସବୁବେଳେ ଆଗରେ ରହିଛି, ତାଙ୍କ ଘର କୋଉଠି, ସେ ଜନ୍ମ ହେଇଥିଲେ କେମିତି, ତାଙ୍କ କଣ କଣ ସେ କରିଥିଲେ, କେତେ ବର୍ଷ ସେ କଣ୍ଢେଇ ନୃତ୍ୟ କରିଥିଲେ, ତାପରେ ତାଙ୍କୁ ଆୱାର୍ଡ ମିଳିଲା, ପୁରା ରିସର୍ଚ୍ଚ କରିବେ ସେ କଳାକାର ବିଷୟରେ, ସେ କଳା ଏବଂ କଳାକାର ବିଷୟରେ। ତାଙ୍କୁ ଏତିକି ସମ୍ମାନିତ ହେଇଛି, ସାହିତ୍ୟ ଏକାଡେମୀ ଏତେ ମସିହାରେ ଆୱାର୍ଡ ଦିଆଯାଇଥିଲା, ନାଟକ ଏକାଡେମୀ ଏତେ ବର୍ଷର ଆୱାର୍ଡ ଦିଆଯାଇଥିଲା, ଗଭର୍ଣ୍ଣମେଣ୍ଟ ଏତିକି ତାଙ୍କୁ ସହଯୋଗ କରିଥିଲା, ସବୁ ୱିକିପିଡିଆରେ ବାହାରିବ। କିଏ କଣ ପଚାରୁଛନ୍ତି ପଚାରନ୍ତୁ? ସାର୍ ଆଉ ଟାସ୍କ କହିଲେ ମୁଁ କହିଲି ଯୋଉମାନେ ଯେଉଁ ନିଜ ଏରିଆରେ ରହୁଛନ୍ତି। ଅଞ୍ଚଳରେ, ହଁ ଯୋଉମାନେ ଅଞ୍ଚଳ ଯୋଉ ଏରିଆରେ ରହୁଛନ୍ତି ସେ ଏରିଆର ପ୍ରସିଦ୍ଧ ଲୋକ କଳା ଏବଂ ଲୋକ କଳାକୁ ଆଗକୁ ନେଇଥିବା କଳାକାର ବିଷୟରେ ରିସର୍ଚ୍ଚ କରି ଡାଟା ସହିତ ନେକ୍ସଟ କ୍ଲାସରେ ପ୍ରେଜେଣ୍ଟ କରିବେ। ସମସ୍ତେ ବୁଝିଗଲେ? ହାତ ଦେଖେଇ ଦିଅନ୍ତୁ, ସମସ୍ତେ ବୁଝିଗଲେ? ସାର୍ ଏବେକାର କଳାକାର ନା ଆଗରୁ ଯୋଉମାନେ ଧର କବି ଯେମିତି ଆଗରୁ ଥିଲେ? ଏନିହା ଆପଣ ଯାହା ବି କରନ୍ତୁ, ଯିଏ ବି ହଉ ଯେମିତି ବି ହଉ, କିନ୍ତୁ ଆପଣ ରିସର୍ଚ୍ଚ ପ୍ରପର କରିବେ, ପ୍ରପର କରିକି ମତେ ଛାଡିବେ। ଅନ୍ତା ବୁଝିଗଲ? ଚାଲ ବାଏ ବାଏ ସମସ୍ତଙ୍କୁ ବାଏ।